ଆଜିର ଏହି ଭିଡ଼ିଓଟି ତୁଳା ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ବହୁତ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ଆଜି ଆମେ ଜାଣିବା ତୁଳା ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ 2024ର ଅକ୍ଟୋବର ମାସଟି କିପରି ରହିବାକୁ ଯାଉଅଛି। ତୁଳା ରାଶିର ମାସିକ ରାଶିଫଳ ସମ୍ପର୍କରେ ଆଜିର ଏହି ଭିଡ଼ିଓରେ ଆମେ ଆଲୋଚନା କରିବା। ତୁଳା ରାଶିର ବ୍ୟକ୍ତିବିଶେଷମାନଙ୍କର ଏହି ଅକ୍ଟୋବର ମାସଟି କିପରି ରହିବ, ସମ୍ପୂର୍ଣ୍ଣ ଭାବରେ ଆମେ ସେହି ସମ୍ପର୍କରେ ଆଲୋଚନା କରିବା। ସେମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରେମ, ବୈବାହିକ ଜୀବନ, ଭାଗ୍ୟ, କ୍ୟାରିୟର, ବେପାର କିପରି ରହିବ ଏହି ଅକ୍ଟୋବର ମାସରେ, ତାହା ସମ୍ପର୍କରେ ମଧ୍ୟ ଆମେ ଏହି ଭିଡ଼ିଓରେ ଆଲୋଚନା କରିବା। ନବଗ୍ରହମାନଙ୍କର ସ୍ଥିତି ମଧ୍ୟ ଦେଖିବା। ନବଗ୍ରହ କେଉଁ ପ୍ରକାରର ଫଳ ପ୍ରଦାନ କରିବାରେ ସକ୍ଷମ ହେବେ ସେ ସମ୍ପର୍କରେ ମଧ୍ୟ ଜାଣିବା ଏବଂ ଶେଷରେ ଅଶୁଭତ୍ୱ ପ୍ରଦାନ କରୁଥିବା ଗ୍ରହମାନଙ୍କ ପାଇଁ କିଛି ବିଶେଷ ପ୍ରତିକାର ସମ୍ପର୍କରେ ମଧ୍ୟ ଜାଣିବା। ସେଥିପାଇଁ ତୁଳା ରାଶିର ବ୍ୟକ୍ତିବିଶେଷମାନେ ଏହି ଭିଡ଼ିଓଟିକୁ ନିଶ୍ଚୟ ରୂପରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଚାଲନ୍ତୁ ଆରମ୍ଭ କରିବା ଆମର ଏହି କାର୍ଯ୍ୟକ୍ରମ। ତେବେ ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ସ୍ୱାଗତ ମୋର ଏହି ଚ୍ୟାନେଲକୁ। ଅକ୍ଟୋବର ମାସର ଆରମ୍ଭରେ ତୁଳା ରାଶିରେ ନବଗ୍ରହଙ୍କର ସ୍ଥିତି ସମ୍ପର୍କରେ ସର୍ବପ୍ରଥମେ ଜାଣିବା। ତେବେ ସର୍ବପ୍ରଥମେ ଜାଣିବା ଏହି ଅକ୍ଟୋବର ମାସରେ ନବଗ୍ରହମାନଙ୍କର ସ୍ଥିତି କିପରି ରହିବ। ଯେବେ ଅକ୍ଟୋବର ମାସର ଆରମ୍ଭ ହେବ, ସେବେ ତୁଳା ରାଶିର ବ୍ୟକ୍ତିବିଶେଷମାନଙ୍କର ନବଗ୍ରହର ସ୍ଥିତି କିଛି ଏହିପରି ଭାବରେ ରହିବ, ଯାହା ଆପଣ ସ୍କ୍ରିନରେ ଦେଖିପାରୁଛନ୍ତି। ବନ୍ଧୁଗଣ, ରାଶିଚକ୍ରର ସପ୍ତମ ରାଶିଟି ହେଉଛି ତୁଳା ରାଶି ଏବଂ ଆପଣଙ୍କ ରାଶିର ଅଧିପତି ହେଉଛନ୍ତି ଶୁକ୍ରଦେବ ଏବଂ ଶୁକ୍ର, ଯିଏକି ଆପଣଙ୍କର ପ୍ରଥମ ଭାବରେ ବିରାଜମାନ ଅଛନ୍ତି ଏବଂ ଆପଣଙ୍କର ପଞ୍ଚମ ଭାବରେ ଶନିଦେବ ବିରାଜମାନ ଅଛନ୍ତି, ଆଉ ଆପଣଙ୍କର ଷଷ୍ଠ ଭାବରେ ରାହୁ ବିରାଜମାନ ଅଛନ୍ତି। ଏହା ସହିତ ଆପଣଙ୍କର ଅଷ୍ଟମ ଭାବରେ ଦେବଗୁରୁ ବୃହସ୍ପତି ବିରାଜମାନ ଅଛନ୍ତି। ଆପଣଙ୍କର ନବମ ଭାବରେ ମଙ୍ଗଳ ବିରାଜମାନ ଅଛନ୍ତି। ଏହା ସହିତ ଆପଣଙ୍କର ଦ୍ୱାଦଶ ଭାବରେ ସୂର୍ଯ୍ୟ, କେତୁ, ବୁଧ ଆପଣଙ୍କର ବିରାଜମାନ ଅଛନ୍ତି। ସବୁଠାରୁ ପ୍ରଥମେ ଜାଣିବା ଆପଣଙ୍କର ସ୍ୱାସ୍ଥ୍ୟ କିପରି ରହିବ ଏହି ଚଳିତ ବର୍ଷ 2024ର ଅକ୍ଟୋବର ମାସରେ। ତା ପୂର୍ବରୁ ଯଦି ଆପଣମାନଙ୍କର ତୁଳା ରାଶି ହୋଇଥାଏ, ଆପଣମାନେ ଏହି ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ତଳେ ଆସୁଥିବା କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ, ଜୟ ଶ୍ରୀ ଜଗନ୍ନାଥ ଅବଶ୍ୟ ଲେଖନ୍ତୁ ଏବଂ ଏହିପରି ପ୍ରତିଦିନ ଭିଡ଼ିଓ ଦେଖିବା ପାଇଁ ଆମର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିନିଅନ୍ତୁ। ବନ୍ଧୁଗଣ, ପ୍ରଥମ ଭାବଟି ହୋଇଥାଏ ଆପଣଙ୍କର ସ୍ୱାସ୍ଥ୍ୟର ଭାବ, ଆପଣଙ୍କର ଇମ୍ୟୁନିଟି ସିଷ୍ଟମର ଭାବ ଏବଂ ଆପଣଙ୍କର ପ୍ରଥମ ଭାବର ଅଧିପତି ଶୁକ୍ର, ଯିଏକି ଆପଣଙ୍କର ପ୍ରଥମ ଭାବରେ ହିଁ ବିରାଜମାନ ଅଛନ୍ତି। ଏହା ସହିତ ସେ ମଧ୍ୟ ବହୁତ ବଳବାନ ଅବସ୍ଥାରେ ଅଛନ୍ତି ଏବଂ ମାଲବ୍ୟ ନାମକ ଏକ ରାଜଯୋଗର ନିର୍ମାଣ ମଧ୍ୟ କରୁଛନ୍ତି। ବନ୍ଧୁଗଣ, ଦେଖନ୍ତୁ ଆମର ସ୍ୱାସ୍ଥ୍ୟ କେତେବେଳେ ଖରାପ ହୋଇଥାଏ ନା, ଯେତେବେଳେ ଆମର ଇମ୍ୟୁନିଟି ସିଷ୍ଟମ କମଜୋର ବନିଥାଏ କିମ୍ବା ଆପଣଙ୍କ ରାଶିର ଅଧିପତି ଯେତେବେଳେ 6, 8 ଏବଂ 12ତମ ଘରେ ରହିଥାନ୍ତି, କିନ୍ତୁ ଏଠାରେ ଶୁକ୍ର ନିଜ ଗୃହରେ ଲଗ୍ନ ଭାବରେ ଅଛନ୍ତି, ତେବେ ଏଥିରେ ଆପଣଙ୍କର କୌଣସି ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଉନାହିଁ ଏବଂ ପ୍ରଥମ ଭାବ ଉପରେ କୌଣସି ପାପଗ୍ରହମାନଙ୍କର ମଧ୍ୟ ଦୃଷ୍ଟି ନାହିଁ। ଏହି ମାସରେ ଆପଣଙ୍କର ସ୍ୱାସ୍ଥ୍ୟ ବହୁତ ଭଲ ରହିବା ପାଇଁ ଯାଉଅଛି। ପୂର୍ବରୁ ଯଦି ଆପଣଙ୍କ ସ୍ୱାସ୍ଥ୍ୟରେ କିଛି ସମସ୍ୟା ରହିଥିଲା, ସେଥିରେ ମଧ୍ୟ ଆପଣଙ୍କର ସୁଧାର ଆସିବା ପାଇଁ ଯାଉଅଛି। କିନ୍ତୁ ଆପଣଙ୍କର ସୂର୍ଯ୍ୟ ଦ୍ୱାଦଶ ଘରେ ରହିଥିବା କାରଣରୁ ଆପଣ ଟିକିଏ ଆପଣଙ୍କର ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ, ନହେଲେ ବାକି ଆପଣଙ୍କର ସ୍ୱାସ୍ଥ୍ୟ ବହୁତ ଭଲ ଅଛି। ଚିନ୍ତା କରିବାର କୌଣସି ପ୍ରକାରର ଆବଶ୍ୟକତା ନାହିଁ। ଏବେ ଚାଲନ୍ତୁ ଜାଣିବା ଆପଣଙ୍କର ଶିକ୍ଷା କ୍ଷେତ୍ର ବା ଶିକ୍ଷା ଭାବ କିପରି ରହୁଛି ଏହି ଚଳିତ ବର୍ଷ ଅକ୍ଟୋବର ମାସ 2024ରେ ବିଦ୍ୟାର୍ଥୀମାନଙ୍କ ପାଇଁ କିପରି ରହିବ। ବନ୍ଧୁଗଣ, ପଞ୍ଚମ ଭାବଟି ହୋଇଥାଏ ଆପଣଙ୍କର ଶିକ୍ଷା କ୍ଷେତ୍ରର ଭାବ ଏବଂ ପଞ୍ଚମ ଭାବର ଅଧିପତି ଶନିଦେବ, ଯିଏକି ନିଜ ଘରେ ପଞ୍ଚମ ଭାବରେ ବିରାଜମାନ ଅଛନ୍ତି। ବନ୍ଧୁଗଣ, ଏଠାରେ ଶନିଦେବଙ୍କର ସ୍ଥିତି ତ ଭଲ ଅଛି, କିନ୍ତୁ ଶନିଦେବ ଏବେ ବକ୍ରି ଅବସ୍ଥାରେ ରହିଛନ୍ତି 14 ନଭେମ୍ବର ପର୍ଯ୍ୟନ୍ତ। ଏହି ସମୟରେ ଆପଣଙ୍କର ପାଠପଢ଼ା ବହୁତ ଭଲ ରହିବ, କିନ୍ତୁ ଆପଣଙ୍କର ମନ ବେଳେବେଳେ କୌଣସି ଅନ୍ୟ ଆଡ଼କୁ ଡାଇଭର୍ଟ ମଧ୍ୟ ହୋଇପାରେ ଏବଂ ଆପଣଙ୍କର ପାଠପଢ଼ାରେ ମଧ୍ୟ ମନ ଲାଗି ନପାରେ। ବୁଧ ଆପଣଙ୍କର ଦ୍ୱାଦଶ ଭାବରେ ଅଛନ୍ତି। ବୁଧ ହେଉଛନ୍ତି ବୁଦ୍ଧିର କାରକ ଗ୍ରହ। ତେବେ ଆପଣ ଏହି ମାସରେ ପାଠପଢ଼ାକୁ ନେଇ କୌଣସି ବଡ଼ ଡିସିସନ୍ ନିଅନ୍ତୁ ନାହିଁ। ପାଠପଢ଼ା ତ ଆପଣଙ୍କର ଠିକ୍ ଚାଲିବ, କିନ୍ତୁ ଆପଣ ପାଠପଢ଼ାକୁ ନେଇ ଏହି ସମୟରେ କିଛି ବଡ଼ ଡିସିସନ୍ ନିଅନ୍ତୁ ନାହିଁ। ଉଚ୍ଚଶିକ୍ଷା ପାଇଁ ଆପଣ କୌଣସି ବି ବଡ଼ ଡିସିସନ୍ ନିଅନ୍ତୁ ନାହିଁ। ତେବେ ଏହି ମାସରେ ଯଦି ଆପଣଙ୍କର କୌଣସି ଏକ୍ଜାମ୍ ଅଛି, ସେଥିରେ ଆପଣ ନିଶ୍ଚୟ ରୂପରେ ଉତ୍ତୀର୍ଣ୍ଣ ହେବେ। ଆପଣ କୌଣସି ନୂତନ ସ୍ଥାନରେ ଆଡ଼ମିସନ୍ ମଧ୍ୟ ନେଇପାରନ୍ତି। ତେବେ ଏହି ମାସରେ ଦେଖିବାକୁ ଗଲେ ଆପଣଙ୍କର ପାଠପଢ଼ାର ସ୍ଥିତି 80% ଭଲ ରହୁଛି, କିନ୍ତୁ ନଭେମ୍ବର ମାସରେ ଆପଣଙ୍କର ପାଠପଢ଼ା ଆହୁରି ଅଧିକ ଭଲ ରହିବ। ଆପଣ ଏହି କଥାକୁ ନେଇ
କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ। ଏବେ ଚାଲନ୍ତୁ ଜାଣିବା ଆପଣଙ୍କର ପ୍ରେମ ଜୀବନ କିପରି ରହିବ ଏହି ଅକ୍ଟୋବର ମାସ 2024ରେ। ବନ୍ଧୁଗଣ, ପଞ୍ଚମ ଭାବଟି ହୋଇଥାଏ ଆପଣଙ୍କର ପ୍ରେମ ଜୀବନର ଭାବ, ଶିକ୍ଷାର ଭାବ ଏବଂ ସନ୍ତାନର ଭାବ ମଧ୍ୟ ହୋଇଥାଏ। ଏବଂ ଆପଣଙ୍କର ପଞ୍ଚମ ଭାବର ଅଧିପତି ଶନିଦେବ ଆପଣଙ୍କର ପଞ୍ଚମ ଭାବରେ ହିଁ ବିରାଜମାନ ଅଛନ୍ତି ଏବଂ ଆପଣଙ୍କର ଶୁକ୍ର ଆପଣଙ୍କର ଲଗ୍ନରେ ବିରାଜମାନ ଅଛନ୍ତି। ତେଣୁ ଏହି ମାସରେ ଆପଣଙ୍କର ପ୍ରେମ ଜୀବନ ବହୁତ ଭଲ ଅଛି, କାହିଁକିନା ପ୍ରେମର କାରକ ଗ୍ରହ ଶୁକ୍ର ଯିଏକି ନିଜ ଘରେ ବିରାଜମାନ ଅଛନ୍ତି। ଆଉ ମଧ୍ୟ ସେ ମାଲବ୍ୟ ନାମକ ଏକ ରାଜଯୁଗର ନିର୍ମାଣ କରୁଛନ୍ତି ଏବଂ ଶନିଦେବ ମଧ୍ୟ ନିଜ ଗୃହରେ ଅଛନ୍ତି। ଆଉ ମଧ୍ୟ ସେ ବଳବାନ ଅବସ୍ଥାରେ ରହିଛନ୍ତି। ଏହି ମାସରେ ମଧ୍ୟ ଆପଣ ଟିକିଏ ରୋମାଣ୍ଟିକ୍ ନେଚରରେ ଦେଖାଯାଇପାରନ୍ତି। ଆପଣ ଦୁଇ ଜଣଙ୍କ ମଧ୍ୟରେ ଭଲ ପାଇବା ବୃଦ୍ଧି ପାଇବ। ଭ୍ରମଣର ସୁଖ ମଧ୍ୟ ଆପଣଙ୍କୁ ପ୍ରାପ୍ତି ହେବ। ଏବେ ଆପଣ ଦୁଇ ଜଣ ମିଶି କୌଣସି ସ୍ଥାନକୁ ବୁଲିବା ପାଇଁ ମଧ୍ୟ ଯାଇପାରନ୍ତି। ଆଉ ମଧ୍ୟ ଆପଣଙ୍କର ପ୍ରେମ ଜୀବନରେ ଯଦି କେଉଁମାନଙ୍କର କିଛି ସମସ୍ୟା ରହିଯାଇଥିଲା ଏବଂ ଆଗରୁ ବ୍ରେକଅପ୍ ଆଦି ହୋଇଯାଇଥିଲା, ତେବେ ସେମାନଙ୍କର ପୁଣି ଥରେ କଥାବାର୍ତ୍ତା ଆରମ୍ଭ ହୋଇପାରେ। ପ୍ୟାଚଅପ୍ ହେବାର ମଧ୍ୟ ସମ୍ଭାବନା ବନୁଅଛି। ତେବେ ମୋଟାମୋଟି ଉପରେ ଦେଖିବାକୁ ଗଲେ ଏହି ମାସରେ ଆପଣଙ୍କର ପ୍ରେମ ଜୀବନ ବହୁତ ଭଲ ରହିବାକୁ ଯାଉଛି। ଏବେ ଚାଲନ୍ତୁ ଜାଣିବା ଆପଣଙ୍କର ବୈବାହିକ ଜୀବନ କିପରି ରହିବ ଏହି ଅକ୍ଟୋବର ମାସ 2024ରେ। ସପ୍ତମ ଭାବଟି ହୋଇଥାଏ ଆପଣଙ୍କ ଜୀବନର ବୈବାହିକ ଜୀବନର ଭାବ ଏବଂ ଆପଣଙ୍କର ସପ୍ତମ ଭାବର ଅଧିପତି ହେଉଛନ୍ତି ମଙ୍ଗଳ, ଯିଏକି ଆପଣଙ୍କର ଭାଗ୍ୟ ଭାବରେ ମାନେ ନବମ ଭାବରେ ବିରାଜମାନ ଅଛନ୍ତି। ଦେଖନ୍ତୁ, 20 ଅକ୍ଟୋବରକୁ ମଙ୍ଗଳ ଆପଣଙ୍କର ଦଶମ ଭାବକୁ ଚଳନ କରିବେ ଏବଂ 20 ଅକ୍ଟୋବରକୁ ସେ ନିଚସ୍ତ ହେବେ। 20 ଅକ୍ଟୋବର ପରେ ଆପଣଙ୍କର ବୈବାହିକ ଜୀବନରେ ଟିକିଏ ସମସ୍ୟା ଦେଖାଦେଇପାରେ। ଆପଣଙ୍କର ଲାଇଫ୍ ପାର୍ଟନର ତାଙ୍କର କ୍ୟାରିୟରକୁ ନେଇ ଟିକିଏ ବ୍ୟସ୍ତ ରହିପାରନ୍ତି ଏବଂ ସେ ଆପଣଙ୍କୁ ମଧ୍ୟ ସମୟ ଦେଇ ନପାରନ୍ତି, ଆପଣଙ୍କର ମଧ୍ୟ କେୟାର କରିନପାରନ୍ତି। ଏଥିପାଇଁ ମଧ୍ୟ ଆପଣ ବ୍ୟସ୍ତ ରହିଯିବେ। ଆଉ ଆପଣଙ୍କର ଲାଇଫ୍ ପାର୍ଟନରଙ୍କ ସହିତ ଭଲରେ କଥା ମଧ୍ୟ ଟିକିଏ ହୋଇପାରିବେ ନାହିଁ, ଯାହାଫଳରେ ଆପଣଙ୍କର ମନକୁ ଟିକିଏ କଷ୍ଟ ପହଞ୍ଚିପାରେ। କିନ୍ତୁ 20 ଅକ୍ଟୋବର ପୂର୍ବରୁ ମଙ୍ଗଳଙ୍କର ସ୍ଥିତି ବହୁତ ଭଲ ଅଛି। ଆପଣଙ୍କର ଲାଇଫ୍ ପାର୍ଟନରଙ୍କର କ୍ୟାରିୟରରେ କିମ୍ବା ଭାଗ୍ୟରେ କିଛି ଗ୍ରୋଥ୍ ହୋଇପାରେ। ତେବେ ମୋଟାମୋଟି ଉପରେ କହିବାକୁ ଗଲେ ଆପଣଙ୍କର 20 ଅକ୍ଟୋବର ପରେ ଆପଣଙ୍କର ବୈବାହିକ ଜୀବନରେ ଟିକିଏ ସମସ୍ୟା ଦେଖାଦେଇପାରେ। ଏଥିପ୍ରତି ଆପଣ ଟିକିଏ ଧ୍ୟାନ ଦେବେ। ଏବେ ଜାଣିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବସ୍ତୁ, ଯାହାକି ଆପଣଙ୍କର ଭାଗ୍ୟ, କ୍ୟାରିୟର, ବେପାର ବାଣିଜ୍ୟର ସ୍ଥିତି କିପରି ରହୁଛି ଏହି ଚଳିତ ବର୍ଷ 2024 ମସିହାର ଅକ୍ଟୋବର ମାସରେ। ନବମ ଭାବଟି ହୋଇଥାଏ ଆପଣଙ୍କର ଭାଗ୍ୟର ଭାବ ଏବଂ ଦଶମ ଭାବଟି ହୋଇଥାଏ ଆପଣଙ୍କର କ୍ୟାରିୟରର ଭାବ। ଆଉ ନବମ ଭାବର ଅଧିପତି ହେଉଛନ୍ତି ବୁଧ, ଯିଏକି ଆପଣଙ୍କର ଦ୍ୱାଦଶ ଘରେ ମାନେ ନିଜ ଘରେ ବିରାଜମାନ ଅଛନ୍ତି। ଦେଖନ୍ତୁ, ଏଠାରେ ବୁଧଙ୍କର ସ୍ଥିତି ବହୁତ ଭଲ ଅଛି। ବୁଧ ଏଠାରେ ଉଚ୍ଚସ୍ଥ ଅଛନ୍ତି। ଦ୍ୱାଦଶ ଘରେ ଥିଲେ ମଧ୍ୟ ବୁଧ ଏଠାରେ ନିଜ ଘରେ ବିରାଜମାନ ଅଛନ୍ତି ଏବଂ ତାଙ୍କ ସହିତ ସୂର୍ଯ୍ୟ ମଧ୍ୟ ବିରାଜମାନ ଅଛନ୍ତି। ଏହି ମାସରେ ଆପଣଙ୍କର ଭାଗ୍ୟ ବହୁତ ଭଲ ରହୁଛି। ଆପଣଙ୍କୁ ମଧ୍ୟ ସମସ୍ତ କ୍ଷେତ୍ରରୁ ଲାଭ ପ୍ରାପ୍ତି ହେବ। ଖାସ୍ କରି ବିଦେଶରୁ ଆପଣଙ୍କୁ ଲାଭ ପ୍ରାପ୍ତି ହୋଇପାରେ। ବିଦେଶରେ ରହି ଯଦି ଆପଣ କୌଣସି ପ୍ରକାରର କାମ କାର୍ଯ୍ୟ କରୁଛନ୍ତି, ତେବେ ସେଥିରେ ଆପଣଙ୍କୁ ବିଶେଷ ଲାଭ ମଧ୍ୟ ପ୍ରାପ୍ତି ହୋଇପାରେ। ବୈଦେଶିକ କାର୍ଯ୍ୟ ଗତିରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ଆପଣଙ୍କୁ ମଧ୍ୟ କୌଣସି MNC କମ୍ପାନୀରେ ଚାକିରି ମଧ୍ୟ ପ୍ରାପ୍ତି ହୋଇପାରେ। ଆପଣ ମଧ୍ୟ ବିଦେଶକୁ ଭ୍ରମଣ କରିପାରନ୍ତି। ଆପଣ ଯଦି କୌଣସି ବଡ଼ କାର୍ଯ୍ୟର ଆରମ୍ଭ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣ ନିଶ୍ଚୟ ରୂପରେ କରନ୍ତୁ, ଶୁଭଫଳ ପ୍ରାପ୍ତି ହେବ। ଆପଣ କୌଣସି ପ୍ରକାରର ବଡ଼ ଇନଭେଷ୍ଟମେଣ୍ଟ କରିପାରନ୍ତି ଏବଂ ଆପଣଙ୍କର ମନ ମଧ୍ୟ ଧର୍ମ ଆଡ଼କୁ ଅଗ୍ରସର ହୋଇପାରେ। ଆପଣ ମଧ୍ୟ ସ୍ପିରିଚୁଆଲ ହୋଇପାରନ୍ତି। ଧାର୍ମିକ ସ୍ଥାନକୁ ମଧ୍ୟ ଆପଣ ଯାତ୍ରା କରିପାରନ୍ତି, କାହିଁକିନା ଦ୍ୱାଦଶ ଘରଟି ସ୍ପିରିଚୁଆଲର ଘର ହୋଇଥାଏ। ତେବେ ମୋଟାମୋଟି ରୂପରେ କହିବାକୁ ଗଲେ ଏହି ମାସରେ ଆପଣଙ୍କର ଭାଗ୍ୟ ବହୁତ ଭଲ ରହୁଛି। ଆପଣଙ୍କର ଘରେ ମଧ୍ୟ ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ମଧ୍ୟ ହୋଇପାରେ। ଯଦି ଆମେ କ୍ୟାରିୟରର କଥା ହେବା, ତେବେ ଦଶମ ଭାବଟି ହୋଇଥାଏ କ୍ୟାରିୟରର ଭାବ ଏବଂ ଦଶମ ଭାବର ଅଧିପତି ହେଉଛନ୍ତି ଚନ୍ଦ୍ରମା। ଆଉ ଚନ୍ଦ୍ରମା ପ୍ରତି 2 ଦିନର ଥରେ ରାଶି ପରିବର୍ତ୍ତନ କରିଥାନ୍ତି। ଦେଖନ୍ତୁ, ଏହି ମାସରେ ଆପଣଙ୍କର କ୍ୟାରିୟର ବହୁତ ଭଲ ରହୁଛି, କାହିଁକିନା ଶୁକ୍ର ଆପଣଙ୍କର ଲଗ୍ନ ଭାବକୁ ଆସିଛନ୍ତି, ଯିଏକି ଆପଣଙ୍କ ରାଶିର ଅଧିପତି ଅଟନ୍ତି। ଶୁକ୍ର ଲଗ୍ନ ଭାବରେ ରହିଲେ ଆପଣ ଟିକିଏ ଲକ୍ଜରୀ ଲାଇଫ୍ ବଞ୍ଚିବା ପାଇଁ ଚେଷ୍ଟା କରିଥାନ୍ତି ଏବଂ ପସନ୍ଦ କରିଥାନ୍ତି। କମ୍ଫର୍ଟର ସହିତ କାମ କରିବାକୁ ପସନ୍ଦ କରିଥାନ୍ତି ଏବଂ ଆପଣ ଟିକିଏ ମୁଣ୍ଡି ସ୍ୱଭାବର ହୋଇଥାନ୍ତି। ରିଲାକ୍ସ ହୋଇ ସମସ୍ତ କାର୍ଯ୍ୟଗୁଡ଼ିକୁ କରିବା ପାଇଁ ପସନ୍ଦ କରିଥାନ୍ତି ଏବଂ କାମ କାର୍ଯ୍ୟରେ ଏତେଟା ପ୍ରେସର ନେବା ପାଇଁ ଚାହିଁନଥାନ୍ତି, କାହିଁକିନା ଶୁକ୍ର ହେଉଛନ୍ତି ଭୌତିକ ସୁଖର କାରକ ଗ୍ରହ ଏବଂ ଶୁକ୍ର ଏଠାରେ ମାଲବ୍ୟ ନାମକ ଏକ ରାଜଯୁଗର ନିର୍ମାଣ ମଧ୍ୟ କରୁଛନ୍ତି। ଏହି ମାସରେ ମଧ୍ୟ ଆପଣଙ୍କର କାମ କାର୍ଯ୍ୟଗୁଡ଼ିକ ବହୁତ ଭଲ ରହିବ
କ୍ୟାରିୟର କ୍ଷେତ୍ରରେ ମଧ୍ୟ ଆପଣ ବହୁତ ଅଧିକ ଆଗକୁ ଉନ୍ନତି କରିବେ। ଯେଉଁମାନଙ୍କ ପାଖରେ କୌଣସି ଚାକିରି ବାକିରି ନାହିଁ ତେବେ ସେମାନଙ୍କୁ ମଧ୍ୟ ନୂତନ ଚାକିରି ପ୍ରାପ୍ତ ହୋଇପାରେ ଏବଂ ଆପଣଙ୍କର ଉପର ଅଫିସରମାନଙ୍କର ସପୋର୍ଟ ଆପଣଙ୍କୁ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ମଧ୍ୟ ଆପଣଙ୍କୁ ସମ୍ମାନିତ କରାଯାଇପାରେ। ତେବେ ମୋଟାମୋଟି ରୂପରେ ଆପଣ ଦେଖିବାକୁ ଗଲେ ଏହି ମାସରେ ଆପଣଙ୍କର କ୍ୟାରିୟର ବହୁତ ଭଲ ରହୁଛି। ଆପଣ ଆପଣଙ୍କର କ୍ୟାରିୟରରେ ବହୁତ ଅଧିକ ଉନ୍ନତି କରିବାକୁ ଚାହୁଁଛନ୍ତି। ଏହା ସହିତ ଚାରିଦିଗରୁ ମଧ୍ୟ ଆପଣଙ୍କୁ ଲାଭ ହିଁ ଲାଭ ପ୍ରାପ୍ତି ହେବ। ଏହା ସହିତ କିଛି ଲୋକମାନଙ୍କର ପ୍ରମୋସନ ହେବାର ମଧ୍ୟ ଯୋଗ ବନୁଅଛି। ବେପାର ବାଣିଜ୍ୟର ଯଦି ଆମେ କଥା ହେବା ତେବେ ସପ୍ତମ ଭାବଟି ହୋଇଥାଏ ବେପାର ବାଣିଜ୍ୟର ଭାବ ଏବଂ ସପ୍ତମ ଭାବର ଅଧିପତି ମଙ୍ଗଳ, ଯିଏକି ଆପଣଙ୍କର ସପ୍ତମ ଭାବରେ ହିଁ ବିରାଜମାନ ଅଛନ୍ତି ଏବଂ ଶୁକ୍ର ଆପଣଙ୍କର ଲଗ୍ନ ଭାବରେ ଅଛନ୍ତି, ଯିଏକି ଆପଣଙ୍କର ସପ୍ତମ ଭାବକୁ ଦୃଷ୍ଟି ଦେଉଛନ୍ତି। ଏହି ମାସରେ ଆପଣଙ୍କର ବେପାର ବାଣିଜ୍ୟ ବହୁତ ଭଲ ରହିବା ପାଇଁ ଯାଉଅଛି। ଖାସ୍ କରି 20 ଅକ୍ଟୋବର ପର୍ଯ୍ୟନ୍ତ ଆପଣଙ୍କର ବେପାର ବାଣିଜ୍ୟରେ ଆଗକୁ ବହୁତ ଅଧିକ ଗ୍ରୋଥ୍ ଆସିବ। ଏହା ସହିତ ମଧ୍ୟ ଆପଣଙ୍କର ଡେଲି ଇନକମ୍ରେ ମଧ୍ୟ ବୃଦ୍ଧି ଆସିବ। ଆପଣ ପଇସା କିଛି ରୋଜଗାର କରିପାରିବେ। ଫାଇନାନ୍ସିଆଲ ଗ୍ରୋଥ୍ ହେବ ଏବଂ ଆପଣଙ୍କର ବ୍ୟାଙ୍କ ବାଲାନ୍ସ ବଢ଼ିବ। ଆଉ ମଧ୍ୟ ଆପଣ କିଛି ନୂତନ ବେପାର ବାଣିଜ୍ୟ ଆରମ୍ଭ କରିବାକୁ ମନ ବଳାଇ ପାରନ୍ତି। ଖାସ୍ କରି ଷ୍ଟେସନାରୀ, ବିୟୁଟି ପାର୍ଲର, ଡ୍ରେସ୍ ଏହିସବୁ କ୍ଷେତ୍ରରେ ଥିବା ବେପାରୀମାନଙ୍କୁ ବହୁତ ଅଧିକ ଲାଭ ପ୍ରାପ୍ତି ହେବ। ତେବେ ମୋଟାମୋଟି ରୂପରେ ଦେଖିବାକୁ ଗଲେ ଏହି ମାସରେ ବେପାର ବାଣିଜ୍ୟର ସ୍ଥିତି ବହୁତ ଭଲ ରହୁଛି। ଏବେ ଚାଲନ୍ତୁ ଜାଣିବା କିଛି ଉପାୟ ଗୁଡ଼ିକ ସମ୍ପର୍କରେ, ଯାହାକୁ ଆପଣ କରିବା ଦ୍ୱାରା ଏହି ମାସରେ ଯାହା ବି କିଛି ଆପଣଙ୍କର ସମସ୍ୟା ସବୁ ରହୁଛି ତାହା ସବୁ ସୁରୁଖୁରୁରେ ଆପଣଙ୍କର ଦୂର ହୋଇପାରିବ। ଆପଣ ଏହି ମାସରେ ବୁଧ ଗ୍ରହଙ୍କର ବୀଜ ମନ୍ତ୍ରର ଜପ ଅବଶ୍ୟ କରନ୍ତୁ। 108 ଥର ବୁଧ ମନ୍ତ୍ରର ଜପ କରନ୍ତୁ, ଶୁଭଫଳ ପ୍ରାପ୍ତି ହେବ। ଏବଂ ପ୍ରତ୍ୟେକ ଦିନ ଉଦିତ ସୂର୍ଯ୍ୟଙ୍କୁ ଜଳାର୍ଘ୍ୟ ଅର୍ପଣ କରନ୍ତୁ ଏବଂ ପ୍ରଭୁ ଶ୍ରୀ ଗଣେଶଙ୍କର ଆରାଧନା ମଧ୍ୟ କରନ୍ତୁ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଆପଣ ହନୁମାନ ଚାଳିଶାର ପାଠ ମଧ୍ୟ କରନ୍ତୁ, ଶୁଭଫଳ ପ୍ରାପ୍ତି ହେବ। ତେବେ ଯଦି ଆପଣଙ୍କର ଏହି ତୁଳା ରାଶି ହୋଇଥାଏ, ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ତଳେ ଆସୁଥିବା କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଶ୍ରୀ ଜଗନ୍ନାଥ ଲେଖି ଆପଣଙ୍କର ପ୍ରିୟଜନମାନଙ୍କ ସହିତ ଏହି ଭିଡ଼ିଓଟିକୁ ସେୟାର କରନ୍ତୁ। ଆଉ ଚ୍ୟାନେଲଟିକୁ ମଧ୍ୟ ସବସ୍କ୍ରାଇବ୍ କରିନିଅନ୍ତୁ। ତେବେ ଆଜିର ଭିଡ଼ିଓଟିକୁ ଏଇଠି ରଖୁଛି। ପୁଣି କଥା ହେବା ଆଉ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ଧନ୍ୟବାଦ।